ମୋ ନାଁ ଈଶଦେବ ପାଣି ପାଳକ ରଣାଲଇ ବାପ୍ଟିଷ୍ଟ ଚର୍ଚ୍ଚ। ଆଜି ନୂତନ ବର୍ଷ ପାଳନ କରାଗଲା କେଉଁ ଉଦ୍ଦେଶ୍ୟରେ ଆଜି ନୂତନ ବର୍ଷ ପାଳନ କରାଯାଉଛି ଏବଂ ଲୋକମାନଙ୍କୁ କ'ଣ ସୁସମ୍ବାଦ ଦିଆଯାଏ? ଆଜିର ନୂତନ ବର୍ଷ ପାଳନ କରିବାର ଉଦ୍ଦେଶ୍ୟ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ 2000 ଊର୍ଦ୍ଧ୍ୱ ବର୍ଷ ହେଲାଣି ସେ ଜଗତରେ ଜନ୍ମଗ୍ରହଣ କରିକି ଆସିଛନ୍ତି। ଆଜି ତାଙ୍କର ଅଷ୍ଟମ ଦିନର ସୁନ୍ନତି କ୍ରିୟା ଉଦ୍ଦେଶ୍ୟରେ ଆଜି ପ୍ରଭୁ ଆମମାନଙ୍କୁ ଏହି ନୂତନ ବର୍ଷ ରୂପେ ଆମେ ପାଳନ କରୁଛୁ। ଯେହେତୁ ସେ ଯେତେବେଳେ ଜଗତ ମଧ୍ୟକୁ ଆସିଲେ ମନୁଷ୍ୟ ଯେତେବେଳେ ପାପ କର୍ମରେ ପୁରାତନ ଜୀବନଯାପନ କାଟୁଥିଲେ, କିନ୍ତୁ ସେ ଆସିଲେ ଲୋକମାନଙ୍କୁ ନୂଆ ଜୀବନ, ନୂଆ ମନ, ନୂଆ ଚିନ୍ତା ଦେବା ପାଇଁ ଏ ଜଗତକୁ ଆସି ଏହି କାର୍ଯ୍ୟ କରିଥିବାରୁ ଆମେ ନୂତନ ଭାବରେ ତାଙ୍କୁ ଗ୍ରହଣ କରିଛୁ। ମୋ ପରିଚୟ ହେଉଛି ପ୍ରେରିତ ପାଣି ରଣାଲଇ ମଣ୍ଡଳର ଡିକନ୍। ଆଉ ମୁଁ ପ୍ରଭୁଙ୍କ ବିଶେଷ ଧନ୍ୟବାଦ ଦିଏ। ପ୍ରଭୁ ଅନୁଗ୍ରହ କରି ଜୀବନରେ ବଞ୍ଚେଇ ଆଣୁଛନ୍ତି। 25 ତାରିଖ ତାଙ୍କ ଜନ୍ମଦିନ ପାଳନ କରିବା ପ୍ରଭୁ ସାହାଯ୍ୟ କଲେ। ପୁନର୍ବାର ଯୀଶୁଙ୍କର ଜନ୍ମଦିନ ଠାରୁ ଅଷ୍ଟମ ଦିନ, ଯାହାକି ଆମେ ନୂଆ ବର୍ଷ କହୁଛୁ, ନୂଆ ବର୍ଷରେ ଯୀଶୁଙ୍କର ସୁନ୍ନତ ବିଧି କରାଯାଉଛି ନୂତନ ଭାବରେ। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମେ ନୂତନ ବର୍ଷ ଦେଖିଛୁ। ନୂତନ ହୃଦୟ, ନୂତନ ମନ ସହିତ ଆମେ ଈଶ୍ୱରଙ୍କର ଗୌରବ କରିବା, ତାଙ୍କୁ ନିକଟବର୍ତ୍ତୀ ହେବା, ତାହେଲେ ପ୍ରଭୁ ଆମକୁ ସାହାଯ୍ୟ କରିବେ, ମଙ୍ଗଳ କରିବେ। ଆଉ ଏହି ନୂତନ ବର୍ଷରେ ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରତ୍ୟେକ ନୂଆ ଭାବରେ ବ୍ୟବହୃତ ହେବା ପାଇଁ ଅନୁରୋଧ କରେ। ଧନ୍ୟବାଦ। ମୋ ନାମ ହେଉଛି ପ୍ରଭଞ୍ଜନ କୁମାର ପାଣି। 2025 ସାଲର ମୁଁ ଥିଲି ସମ୍ପାଦକ। ବର୍ତ୍ତମାନ ପ୍ରଭୁ ଯୀଶୁଙ୍କର ସୁନ୍ନତ ବିଧି ଉପରେ ମୁଁ କିଛି କହିବାକୁ ଚାହେଁ। ଗତକାଲି ଯାହାକି ତାଙ୍କର ଅଷ୍ଟମ ଦିନ ଥିଲା, ସେହି ଦିନରେ ଯୀଶୁଖ୍ରୀଷ୍ଟଙ୍କୁ ମନ୍ଦିରକୁ ନିଆଗଲା ସୁନ୍ନତ କରିବା ପାଇଁ। ଯାହା ରୀତିନୀତି ରହିଛି ମାଆମାନଙ୍କର, ଛୋଟ ପିଲାମାନଙ୍କର, ସେ ଅନୁସାରେ ଯୀଶୁଙ୍କୁ ନିଆଯାଇଥିଲା। ସେହି ଦିନକୁ ସାରା ପୃଥିବୀ ନୂତନ ଦିବସ ବା ନୂତନ ଦିନ ବା ନ୍ୟୁ ଇୟର ଆକାରରେ ପାଳନ କରି ଆସୁଛନ୍ତି। ଆମେ ବି ଆମ ମଣ୍ଡଳୀରେ ଆମେ ଧୁମଧାଡ଼ାସରେ ସେହି ଦିନକୁ ଗତକାଲି ପାଳନ କରିଛୁ। ଏ ନୂତନ ଦିନ ଯେଉଁ ଆସିଲା, ଆମମାନଙ୍କର ସ୍ୱଭାବରେ କିଛି ପରିବର୍ତ୍ତନ ଆସିବା ଦରକାର। ଯାହାକି ଆମେ ଗତ ବର୍ଷ ଯାହା କିଛି ଭୁଲ କରିଛୁ, ଯାହା କିଛି ଆମେ ତଳିତଳାନ୍ତ ହେଇଛୁ, ତଳକୁ ଖସିଛୁ, ଏହି ବର୍ଷରେ କିଛି ନୂତନତା ଲାଭ ହେଉ। ଆମର ଆଚାର ବ୍ୟବହାରରେ, କଥା ଭାଷାରେ, ଆମର ଡ୍ରେସ୍ ପୋଷାକରେ, ଆମ ଚାଲିଚଳଣିରେ ସବୁକିଛି ପରିବର୍ତ୍ତନ ନୂତତ୍ୱ ହେଉ ବୋଲି ମୁଁ ଆଶା କରି ଧନ୍ୟବାଦ।